ହ୍ୟୁମାନ ମା ସହିପାରି ନଥିଲେ। ଆଉ ଏହି ସମୟ ଭିତରେ ଓଡ଼ିଆ କଣ୍ଠଶିଳ୍ପୀ ଅର୍ପିତାଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ହ୍ୟୁମାନ ମା। କହିଲେ ଅର୍ପିତା ପାଇଁ ତାର ଜୀବନ ଚାଲିଗଲା। ଏମିତିକି ଲୋକଙ୍କ ଭିତରେ ଅର୍ପିତା ଓ ହ୍ୟୁମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୁଏ, କିନ୍ତୁ କେବେ ହ୍ୟୁମାନ କି ଅର୍ପିତା ଏହି କଥାକୁ ସ୍ୱୀକାର କରିନାହାନ୍ତି। କାଲି ରାତି 2ଟାରେ ପପୁ ବସେଇକି ତାକୁ ଆଣିଲା ଆଉ ଆଇସିୟୁ କୁ ନେଲା। ତାପରେ ମୁଁ ତାକୁ କହିଲି ତୁ କାହିଁ ଆସିଛୁ, ମୋ ପୁଅକୁ ଜୀବନ ଖାଇଲୁ। ଆଉ ସେ ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଲା। ପପୁ ପ୍ରଶାନ୍ତ ଅର୍ପିତା ଚୌଧୁରୀ। ହେଲେ ଏଇଠୁ ଆରମ୍ଭ ହୁଏ ବଡ଼ ଦ୍ୱନ୍ଦ୍ୱ, ଅନେକ ସନ୍ଦେହ ଯେ ହ୍ୟୁମାନଙ୍କ ମ୍ୟାନେଜର କ'ଣ କରୁଥିଲେ। ହ୍ୟୁମାନ ଏତେ ଗୁରୁତର ଥିବା ସତ୍ତ୍ୱେ ତାଙ୍କୁ କାହିଁକି ମେଡିକାଲ ନ ନେଇ ଷ୍ଟେଜ ଉପରେ ଚଢ଼ାଯାଉଥିଲା ଆଉ ଗୀତ ଗାଇବାକୁ ବାଧ୍ୟ କରାଯାଉଥିଲା। ଆଉ ଏହାପରେ ହ୍ୟୁମାନଙ୍କ ମ୍ୟାନେଜର ଉପରେ ଲୋକମାନଙ୍କର ସନ୍ଦେହ ବଢ଼ି ଚାଲେ। ଲୋକେ ଗିରଫ କରିବା ପାଇଁ ଦାବି କରନ୍ତି, କିନ୍ତୁ ମ୍ୟାନେଜର ଆସି ଗଣମାଧ୍ୟମରେ କହିଥିଲେ ହ୍ୟୁମାନଙ୍କ ମୃତ୍ୟୁ ପଛରେ ମୋତେ ସନ୍ଦେହ ନ କରି ମୂଳକୁ ଯାଆନ୍ତୁ ଆଉ ଉତ୍ତର ଖୋଜନ୍ତୁ। କାହା ପାଇଁ ହ୍ୟୁମାନ ସାଗର ପ୍ରକୃତରେ ବର୍ବାଦ ହୋଇଗଲେ ଆଉ ତାଙ୍କ ଜୀବନ ଚାଲିଗଲା। ଆପଣ ଯଦି ସବୁକିଛି ଜାଣିବାକୁ ଚାହୁଁଛନ୍ତି ତ ଜଜ୍କୁ ଯାଆନ୍ତୁ, ସେଠୁ ହିଁ ଖୋଳତାଳ କରନ୍ତୁ, ସବୁ ଜଣାପଡ଼ିଯିବ। ହେଲେ ଏପଟେ ହ୍ୟୁମାନଙ୍କ ମୃତ୍ୟୁ ପରେ ନା ହ୍ୟୁମାନଙ୍କ ସ୍ତ୍ରୀ କିଛି କହିଛନ୍ତି ନା ଅର୍ପିତା ଗଣମାଧ୍ୟମକୁ ଆସି କିଛି କହିଛନ୍ତି। ଏପଟେ ହ୍ୟୁମାନ ସାଗରଙ୍କୁ ଗୁରୁ ଭାବେ ସହଯୋଗ କରୁଥିବା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଥିଲେ ହ୍ୟୁମାନଙ୍କୁ ସମସ୍ତେ ମିଶି ମାରିଦେଲେ। ହ୍ୟୁମାନ ସାଗର ଅଳ୍ପ ସମୟରେ ଯେଉଁ ଲୋକପ୍ରିୟତା ହାସଲ କରିଥିଲେ ସେଥିପାଇଁ ତାଙ୍କର ଶତ୍ରୁ ବଢ଼ି ଯାଇଥିଲେ।